ଆଇନା ଆଗରେ ଠିଆ ହେଇ ନିଜକୁ ନିଜେ ମୁଁ ଦେଖିପାରୁଛି କାହିଁକି ନା ଆଜି ଯାଏ ମୋ ସ୍ତ୍ରୀର ଧର୍ମ ପାଳନ କରୁନି। ସେ ଅନ୍ୟାୟ କଣ ସେ ଦୁନିଆରେ ଜଣେ ମହାନ ମଣିଷ ମତେ ଦୁନିଆରେ ଗୋଟେ ନୂଆ ପରିଚୟ ଦେଇଛନ୍ତି। ମୋ ପାଖରୁ ସେ କିଛି ବି ଆଶା କରେ ନା। ମୁଁ ଗୋଟେ ଧର୍ମଦୟୀ ଗୋଟେ କାହା ସହିତ କଥା ହଉଛ କି? କିଏ ଆସିଛି? କଥା ହଉଥିଲେ ବୋଧେ? ହଁ, ଘରେ ବସି ବସି ତ ବୋର ହେଇଯାଉଥିବ। କଣ କରିବି କହିଲ? ମୁଁ ତ ସହଜରେ ଗୋଟେ ଅନ୍ଧ। ମାନେ ମୁଁ କଣ ଭାବୁଥିଲି ମାନେ ତମେ ବୋଧେ ତମର ସେ ପ୍ରଥମ ପ୍ରେମକୁ ନିଜେ ଭୁଲି ପାରୁଛ। ଆରେ ବାବା, ମୁଁ ତମକୁ ତ କେତେ ଥର କହିଛି ତମେ ତମର ସେ ପ୍ରଥମ ପ୍ରେମ ପାଖକୁ ଫେରି ଯାଅ, କିନ୍ତୁ ତମେ ସେମିତି ନ କରି ଏଠି ଏମିତି କଷ୍ଟ ପାଇବାଟା ଏସବୁ ଦୟାକରି ବନ୍ଦ କରନ୍ତୁ। ଏମିତି କରି ମତେ ବାରମ୍ବାର ଉପହାସ କରନ୍ତୁନି। ନାଇଁ ନାଇଁ, ମୁଁ ତମକୁ ଉପହାସ କରୁନି, ବରଂ ତମକୁ ମୁଁ ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରୁଛି। ଏ ବାହାଘର ମାନେ ନୁହଁ କେବଳ ଦୈହିକ ସମ୍ପର୍କ ରଖିବା। ଏ ବାହାଘର ମାନେ ନୁହଁ ସ୍ୱାର୍ଥପର ହୋଇ କେବଳ ନିଜର ସ୍ୱାର୍ଥ କଥା ଚିନ୍ତା କରିବା। ଆରେ ବାହାଘରର ଅର୍ଥ ହେଲା ଏକ ପବିତ୍ର ଶାଶ୍ୱତ ଶୃଙ୍ଖଳିତ ବନ୍ଧନ, ଯେଉଁ ବନ୍ଧନରେ କି ଦୁଇଟି ମନକୁ ବାନ୍ଧି ଦିଆଯାଏ ଆଉ ସେ ଦୁଇଟି ମନ ପରସ୍ପରକୁ ପରସ୍ପର ସାହାଯ୍ୟ ସହଯୋଗ କରନ୍ତି। ମୁଁ ଚାହୁଁଛି ତମେ ଯେଉଁଠି ରୁହ ଭଲରେ ରୁହ, ଖୁସିରେ ରୁହ। ବୁଝୁଛି ହେଲେ ମାନେ ବୁଝୁଛି ନିଜ କଥା ଚିନ୍ତା କରୁଛି, ତମ କଥା ମନ କଥା ବୁଝିବାକୁ ଚେଷ୍ଟା କରୁନି। ସତ କଥା ଆଜି ଯାଏ ମୋ ପ୍ରେମକୁ ମୁଁ ଭୁଲି ପାରୁନି। ତମେ ମତେ କ୍ଷମା କରିଦିଅ। କାହିଁକି ନା ତମ ଭଳି ମହାନ ଅଭୟ, ଆରେ ବାବା ତୁ ଏଇଠି ଅଛୁ? ହଉ ଠିକ ଅଛି, ମୁଁ ପଳେଇ ଆସୁଛି। ନାଇଁ ମାମା, କଣ କାମ ଥିଲା କହୁନାହାନ୍ତି? ନାଇଁ ରେ ମା, ଅଭୟ ପାଖରେ ଟିକେ କାମ ଥିଲା। କଣ ହେଇଛି କହୁନାହାନ୍ତି ମାମା? ନାଇଁ ତମେ କଥା ହଉ ତ, ମୁଁ ପରେ ଆସୁଛି। ମାମା ଆମେ ସେମିତି କିଛି କଥା ହଉନଥିଲୁ, କଣ କାମ ଥିଲା କୁହନ୍ତୁ। କଥା କଣ କି ଅଭୟ ପାଖରୁ ଏ ଚେକରେ ଗୋଟେ ସାଇନ୍ ଦରକାର ଥିଲା। କି ଚେକ୍ ମାମା? କେତେ ଟଙ୍କାର ଚେକ୍? କାଳିର କିଛି ଟଙ୍କା ଦରକାର ଥିଲା। କାଳିର ଟଙ୍କା ଦରକାର? ଆରେ ସେ ଏବେ ପୁରା ଟଙ୍କା ନେଇଥିଲା, ସେ ଅନେକ ଗୁଡ଼ିଏ ଟଙ୍କା ନେଲାଣି। ଆରେ ମାମା, ତମେ ତାକୁ ଟିକେ ପଚାର, ସେ ବିଜନେସ୍ ନାଁରେ ଏତେ ଟଙ୍କା ନେଇ କଣ କରୁଛି? ସେ ବହୁତ ଟଙ୍କା ନେଇ ସାରିଲାଣି। ମାମା ଶୁଣ ମାମା, ତଥାପି ପଚାରିଦେବା ଠିକ ହବ। ଏତେ ଗୁଡ଼ା ଟଙ୍କା ନେଇ ସେ କରୁଛନ୍ତି କଣ? ହଁ ବାବା, ମାନେ ଠିକ କହୁଛି। ହଁ ହଁ, ମାନେ ଠିକ କହୁଛି, ତୁ ଠିକ କହୁଛୁ, ତମେ ଦି ଜଣ ଠିକ କହୁଛ। ହେଲେ କଣ କରିବି କହିଲେ ବାବା? ତାର ଯେତେବେଳେ ଟଙ୍କା ଦରକାର ପଡ଼େ ସେ ମୋତେ ତୋ ପାଖକୁ ପଠେଇ ଦିଏ। ଆଚ୍ଛା ହଉ ଠିକ ଅଛି, ମୁଁ ତାକୁ ଏଥର କହିଦେବି, ତାର ଯେତେବେଳେ ଟଙ୍କା ଦରକାର ପଡ଼ିବ ସେ ଆସି ତୋତେ କହିବ। ହଉ ହେଲା ବାବା, ନେଲୁ ଏଥିରେ ଗୋଟେ ସାଇନ୍ କରିଦେଲୁ। ମାମା ଏଇଟା କେତେ ଟଙ୍କା ସେ କହିଲେଣି ଯେ? ଏଇଟା 20,000 ଟଙ୍କାରେ ବାବା। 20,000 ଟଙ୍କା? ମାନେ ଦେଖିଲ ଏଇଟା କେତେ ଟଙ୍କାର ଚେକ୍? ଏଇଟା ତ 3 ଲକ୍ଷ ଟଙ୍କା ଲେଖା ହେଇଛି। ବାବାରେ ମତେ ଠିକ ସେ ଦେଖାଯାଇନି, କିନ୍ତୁ ସେ ତ ମତେ କହିଲା 20,000 ବୋଲି। ନାଇଁ ମୁଁ ତାକୁ ପଚାରିବି ସେ ମତେ କାହିଁକି ମିଛ କହିଲା। ବାବାରେ
ବୁଝିଥାନ୍ତୁ ନାଇଁ ତାକୁ ଆଉ ଏ କଥା ପଚାରିବି ତାପରେ ଯାଇ ଯୋଉ କଥା ଶୁଣ ମାମା ମୁଁ ଗୋଟେ ଅନ୍ଧ ଏ ଘରେ କ'ଣ ସବୁ ଘଟି ଯାଉଛି ମୁଁ କିଛି ଜାଣିପାରୁନି ତେଣୁ ମୁଁ ଗୋଟେ ନିଷ୍ପତ୍ତି ନେଇଛି ଆଜିଠାରୁ ମାନେ ହଁ 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 ବହୁତ ଭଲ ହବ ତା ଛଡ଼ା ମାନି ପାଖରେ ସେ ଜ୍ଞାନ ଅଛି ସେ ନେଇ ଆଣି ଥୋଇପାରିବ ମୁଁ ଆସୁଛି ବାବା ମୁଁ ଆସୁଛି ମା ଆସୁଛି ମତେ ଲାଗୁଛି ମାମା ମତେ ମନ ଦୁଃଖ କରି ଚାଲିଗଲେ। ଆରେ ବାବା ତମେ କାହିଁକି ବ୍ୟସ୍ତ ହଉଛ କାହିଁକି ତମେ ଟେନସନ ନଉଛ ଶୁଣ ଆଜିଠାରୁ ଏ ଘରର ସମସ୍ତ ଦାୟିତ୍ୱ ହେଉଛି ତମର ଏଇ ନିଅ ଏ ଘରର ସମସ୍ତ ଚାବିକାଠି ନିଅ କୋଉଠି ତମେ ମାନେ ଆରେ ନିଅ